ରାଜେନ୍ଦ୍ର ପ୍ରଧାନ ଆଡଭୋକେଟ ଭଞ୍ଜନଗର ଗଞ୍ଜାମ। ସେ କ'ଣ କହିବେ ଆଜି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ବାହାରିଥିଲା ସଂଘର ଗୋଟେ ବୈଠକ ବସିଥିଲା ଆଉ ସେମାନଙ୍କୁ କ'ଣ ଉପଦେଶ ଦେବେ? ଆଜି ଯେଉଁ ବୈଠକ ବସିଥିଲା ଏଥିରେ ପ୍ରଥମେ ଯେଉଁ ସମାଜରେ କୁସଂସ୍କାର ଚାଲିଛି ତାକୁ ବନ୍ଦ କରିବା ଏବଂ ତାକୁ ସଂସ୍କାର ଆଣିବା ପାଇଁ ବୋଲି ନାଟକ ମାଧ୍ୟମରେ ଜନ ସଚେତନ କରିବା ଏହାର ମୁଖ୍ୟ। ଆଚ୍ଛା, ଗଞ୍ଜାମ ଜିଲ୍ଲାରେ ଘୁମୁସର ଅଞ୍ଚଳରେ ଭାରତୀୟ ଜିଲ୍ଲାପରି ଲୋକକଳା ବର୍ତ୍ତମାନ ବିଲୁପ୍ତ ହେଉଛି ଆଉ ସେଥିପାଇଁ ସରକାରଙ୍କୁ କ'ଣ ଆପଣ ଦାବି ରଖିବେ? ଦେଖନ୍ତୁ, ବର୍ତ୍ତମାନ ଗତ 2022-23ରେ କିଛି କାର୍ଯ୍ୟକ୍ରମ ସରକାର ନେଇଥିଲେ, ବର୍ତ୍ତମାନ ତାହା ସ୍ଥାଣୁ ହୋଇ ରହିଛି। ବର୍ତ୍ତମାନ ଆମେ ରାଜ୍ୟ ସରକାର ଜିଲ୍ଲା ପ୍ରଶାସନକୁ ଆମେ ଲିଖିତ ମାଧ୍ୟମରେ ଜଣାବୁ ଯେ ଏହିସବୁ ଯେଉଁ ନାଟକ କଳା ବଞ୍ଚିବା ପାଇଁ ହେଲେ ସରକାରର କିଛି ଆର୍ଥିକ ସହାୟତା ଆବଶ୍ୟକ ବା ସରକାରୀ କାର୍ଯ୍ୟକ୍ରମ କିଛି ହେଲେ ଗାଁ ଗହଳି ଗ୍ରାମରେ ରହୁଥିବା ଜନସାଧାରଣ ଉପକୃତ। ମୁଁ ବବୁଲ ଗୌଡ଼, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଭାରତୀୟ ସଂଘର ସଭାପତି। ଆଜି ବୈଠକରେ କ'ଣ ଆଲୋଚନା ହେଲା ଆଉ କ'ଣ ସବୁ ପ୍ରସ୍ତୁତି ହେଲା? ଆଜିର ବୈଠକ ଥିଲା ଆମର ମାସିକ ବୈଠକ। ବେଲଗୁଡ଼ା ବ୍ଲକ ଭାଇମାନେ ସମ୍ପୂର୍ଣ୍ଣ ସହଯୋଗ କରି ଆଜିର ବୈଠକକୁ ସାଫଲ୍ୟମଣ୍ଡିତ କରୁଛନ୍ତି। ତାଙ୍କୁ ମୁଁ ଧନ୍ୟବାଦ ଦେଇ ସର୍ବପ୍ରଥମେ ଆଜିର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଆମ ସଂଘର ସମସ୍ତ କଳାକାରମାନଙ୍କର କେମିତି ଉନ୍ନତି କରାହେବ, ବୟୋଜ୍ୟେଷ୍ଠ କଳାକାରମାନଙ୍କୁ କିପରି ଭତ୍ତା ମିଳିବ ତା ଉପରେ ଆମେ ଗୁରୁତ୍ୱ ନେବୁ। ସଂଘ ତରଫରୁ ଆମ ସଂଘର ରେଜିଷ୍ଟ୍ରେସନ ପାଇଁ ତା ଉପରେ କିଛି ଆଲୋଚନା କରିଥିଲୁ। ସଂଘର ରେଜିଷ୍ଟ୍ରେସନ କେମିତି ଆମର ହେଇପାରିବ।